ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକର ଗ୍ରାମ୍ୟସ୍ତରୀୟ ଉଦ୍ୟୋଗୀ ବନ୍ଧୁମାନଙ୍କୁ ନେଇ କଲ୍ୟାଣୀ ମଣ୍ଡପ ପିଚୁକୁଳିଠାରେ ମିତ ଉତ୍ସବ 2024 ଓ ମିତ ପାଇଁ ରକ୍ତଦାନ ଅଭିଯାନ ଅନୁଷ୍ଠିତ ହୋଇଥିଲା। ବନ୍ଧୁମାନେ ସ୍ୱଇଚ୍ଛାରେ ରକ୍ତଦାନ କରିବା ସହିତ ନିଜ ନିଜ କେନ୍ଦ୍ରରେ ସର୍ବସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇ ଦେଉଥିବା ସମୟରେ ଉପୁଜୁଥିବା ସମସ୍ୟାଗୁଡ଼ିକ ଉପରେ ଅତ୍ୟନ୍ତ ବିସ୍ତୃତ ଭାବରେ ଆଲୋଚନା କରାଯିବା ସହିତ ସେସବୁର ସ୍ଥାୟୀ ସମାଧାନ ତଥା VLU ବନ୍ଧୁମାନଙ୍କର ସୁରକ୍ଷା, ସମ୍ମାନ ଓ ଜୀବନ ଜୀବିକାର ଅଧିକାରକୁ କିଭଳି ଅକ୍ଷୁଣ୍ଣ ରଖାଯାଇପାରିବ ସେଥିପାଇଁ ମଧ୍ୟ ଅନେକ ବିଚାର ବିମର୍ଶ କରାଯାଇ ସର୍ବସମ୍ମତିକ୍ରମେ ଏକ ବଳିଷ୍ଠ ସଂଗଠନ ଗଠନ କରାଯାଇ ଉପସ୍ଥିତ ବନ୍ଧୁମାନଙ୍କର ପୂର୍ଣ୍ଣ ସହମତିରେ ଆସନ୍ତା ଦିନରେ ସାଂଗଠନିକ କାର୍ଯ୍ୟକୁ ସଶକ୍ତ କରିବା ଲାଗି ସାମୂହିକ ସଂକଳ୍ପ ନେଇଥିଲେ। ଏହି ଦୁର୍ଲଭ କାର୍ଯ୍ୟକ୍ରମ ଅବସରରେ ସଂଗଠନର ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ପାଦକ ଶ୍ରୀଯୁକ୍ତ ମନୋରଞ୍ଜନ ଦାସ, ସହ ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ ଦାସଙ୍କ ସମେତ ଗଞ୍ଜାମ ଜିଲ୍ଲାର ସାଂଗଠନିକ ମନ୍ତ୍ରୀ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ରାମଚନ୍ଦ୍ର ଜୁଝାରସିଂଙ୍କ ସମେତ ଶ୍ରୀ ପ୍ରଭାତ କୁମାର ସେନାପତି ଓ 50ରୁ ଉର୍ଦ୍ଧ୍ୱ ସଭ୍ୟମାନେ ଯୋଗଦାନ କରିଥିଲେ। ପରିଶେଷରେ ଆୟୋଜକ ବନ୍ଧୁ କୃପାସିନ୍ଧୁ ପଟ୍ଟନାୟକଙ୍କୁ ସମ୍ମାନ ପତ୍ର ପ୍ରଦାନ କରାଯାଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ଶୁଭ ଖବର।